ଆପଣ ଯେଉଁ ପୁରୀ ମନ୍ଦିରକୁ ଦର୍ଶନ ପାଇଁ ଯାଉଛନ୍ତି ଆପଣ ଜାଣନ୍ତି କି ସେଇ ମାଟିର କିଛି ଫୁଟ ତଳେ ଗୋଟେ ସମ୍ପୂର୍ଣ୍ଣ ଅଲଗା ଦୁନିଆ ଲୁଚି ରହିଛି। କୁହାଯାଉଛି ଶ୍ରୀକ୍ଷେତ୍ରର ବାଲି ତଳେ ଶୋଇଛି ଏକ ପ୍ରାଚୀନ ଏବଂ ରହସ୍ୟମୟ ସହର। ନମସ୍କାର ଓଡ଼ିଶା। ନିକଟରେ ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଏବଂ ଟେକ୍ନିକାଲ ଏକ୍ସपर्ट्स ମାନେ ପୁରୀର ଏକ ଜିପିଆର ସର୍ଭେ କରିଛନ୍ତି। ଏହି ଟେକ୍ନୋଲୋଜି ମାଟି ତଳକୁ ସ୍କାନ୍ କରି ସେଠାରେ ଥିବା ବସ୍ତୁର ଚିତ୍ର ଦେଖାଇଥାଏ ଏବଂ ଏହି ସର୍ଭେରୁ ଯେଉଁ ରିପୋର୍ଟ ଆସିଛି ତାହା ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। ସ୍କାନିଂରୁ ଜଣାପଡ଼ିଛି ଯେ ପୁରୀର ଭୂଗର୍ଭରେ ପ୍ରାୟ 40ରୁ ଅଧିକ ଏମିତି କିଛି ସଂରଚନା ବା ଷ୍ଟ୍ରକ୍ଚର ଅଛି ଯାହା ପ୍ରାକୃତିକ ନୁହେଁ। ସେଠାରେ ବଡ଼ ବଡ଼ ପ୍ରାଚୀର, ବିରାଟକାୟ ଚେମ୍ବର ମାନ ଏବଂ ଲୁଚି ରହିଥିବା କିଛି ଘରର ଅବଶେଷ ମିଳିଛି। ବିଶେଷଜ୍ଞଙ୍କ ମାନ ମତରେ ଏହା ଏକ ପୁରୁଣା ସହରର ଭଗ୍ନାବଶେଷ ହେଇଥାଇପାରେ ଯାହା ଶତାବ୍ଦୀ ଶତାବ୍ଦୀ ଧରି ମାଟି ତଳେ ପୋତି ହେଇ ରହିଛି। ଆଉ ସବୁଠୁ ଚର୍ଚ୍ଚିତ କଥା ହେଉଛି ସେ ଗୁପ୍ତ ସୁଡ଼ଙ୍ଗ। କିଛି ଲିନିୟର ଫର୍ମେସନ ବା ଲମ୍ବା ରାସ୍ତା ସଦୃଶ ଆକୃତି ଦେଖାଯାଇଛି ଯାହା ସିଧା ସମୁଦ୍ର ଆଡ଼କୁ ଯାଇଥିବା ପରି ମନେ ହେଉଛି। ଲୋକକଥା ଅନୁଯାୟୀ ଶ୍ରୀମନ୍ଦିରରୁ ସମୁଦ୍ର ପର୍ଯ୍ୟନ୍ତ ଅନେକ ଗୁପ୍ତ ରାସ୍ତା ଥିଲା ଯାହା ବୋଧହୁଏ ଏବେ ବିଜ୍ଞାନ ଆଗରେ ଧରାପଡ଼ିଛି। ଆମେ ଯେତେବେଳେ ଆମର ସଂସ୍କୃତି, ଆମର ଇତିହାସ, ଆମ ପରମ୍ପରା କଥା କହନ୍ତି ବହୁତ ସାରା ଖ୍ରୀଷ୍ଟିଆନ ମାନେ ତାଚ୍ଛଲ୍ୟ କରନ୍ତି, କଥା ହେ ସଂସ୍କୃତ ତ ଗୋଟିଏ, 3ଟା କଣ୍ଟାରେ ପିଟା ହେଇଥିବା ଭଗବାନ, ଆଉ ବାକି ଯେତେ କଥା ସବୁ ମିଛ। କିନ୍ତୁ ଏହି ଯେଉଁ ରହସ୍ୟ ଦ୍ୱାରିକା, ଏହି ସବୁଥିରେ ଆମ ସଂସ୍କୃତି ଲୁଚି ରହିଛି ଯୋଉଟା ଆଜି ଆଧୁନିକ ଜଗତର ବିଜ୍ଞାନ ଖୋଜୁଛି। କିନ୍ତୁ ଆମର ଭାଗବତ, ଆମର ଗୀତା, ଆମର ପୁରାଣ, ଆମର ବେଦ ଯୋଉଟା ତମେ ଆଜି ସଂରକ୍ଷଣ ବୋଲି କହୁଛ ସେଟାକୁ ହଜାର ହଜାର ବର୍ଷ ତଳୁ ସେମାନେ ଲେଖି ଦେଇ ଯାଇଛନ୍ତି। ନମସ୍କାର, ଜୟ ଶ୍ରୀରାମ।